ଅଷ୍ଟମ ବେତନ କମିଶନରୁ କି ଲାଭ ପାଇବେ ପେନ୍ସନଭୋଗୀ? ଆସନ୍ତୁ ଜାଣିବା ଆଜିର ଏହି ନୂଆ ଅପଡେଟ୍ ବିଷୟରେ। ଭାରତ ସରକାରଙ୍କ ଅଷ୍ଟମ ବେତନ କମିଶନକୁ ନେଇ ବିବାଦ ତୀବ୍ର ହୋଇଛି। ଏଆଇଡିଇଏଫ୍ ଆପତ୍ତି କରିଛି, ଦାବି କରିଛି ଯେ 69 ଲକ୍ଷ ପେନ୍ସନଭୋଗୀଙ୍କୁ କମିଶନର ପରିସରରୁ ବାଦ୍ ଦିଆଯାଇଛି। ଆସନ୍ତୁ ସମ୍ପୂର୍ଣ୍ଣ ବିବରଣୀ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଆମ ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ ସେୟାର କମେଣ୍ଟ କରିଦେବେ। ତ ଚାଲନ୍ତୁ ଡେରି ନ କରିକି ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। ଅଲ୍ ଇଣ୍ଡିଆ ଡିଫେନ୍ସ ଏମ୍ପ୍ଲୋଇଜ୍ ଫେଡେରେସନ୍ ଏଆଇଡିଇଏଫ୍ ଆପତ୍ତି କରିଛି, ଦାବି କରିଛି ଯେ 69 ଲକ୍ଷ କେନ୍ଦ୍ର ସରକାରୀ ପେନ୍ସନଭୋଗୀ ଏବଂ ପରିବାର ପେନ୍ସନଭୋଗୀଙ୍କୁ କମିଶନର ପରିସରରୁ ବାଦ୍ ଦିଆଯାଇଛି। ଇଟି ରିପୋର୍ଟ ଅନୁଯାୟୀ ଏଆଇଡିଇଏଫ୍ ଅର୍ଥ ମନ୍ତ୍ରଣାଳୟକୁ ଚିଠି ଲେଖି ଏହାକୁ ଅନ୍ୟାୟପୂର୍ଣ୍ଣ ଏବଂ ପକ୍ଷପାତପୂର୍ଣ୍ଣ ବୋଲି କହିଛି। ଫେଡେରେସନ୍ ଯୁକ୍ତି ରଖିଛି ଯେ 30 ବର୍ଷରୁ ଅଧିକ ସମୟ ଧରି ଦେଶକୁ ସେବା କରିଥିବା ପେନ୍ସନଭୋଗୀଙ୍କୁ ଅଷ୍ଟମ ସିପିସିରୁ ବାଦ୍ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେମାନେ କୁହନ୍ତି ଯେ ପେନ୍ସନ ସଂଶୋଧନ ସେମାନଙ୍କର ସମ୍ପୂର୍ଣ୍ଣ ଅଧିକାର ଏବଂ ସେମାନଙ୍କ ସହିତ କୌଣସି ପ୍ରକାରର ପକ୍ଷପାତ କରାଯିବା ଉଚିତ ନୁହେଁ। ଯଦିଓ ସରକାର ନଭେମ୍ବର 3, 2025ରେ ଜାରି ହୋଇଥିବା ଟିଓଆର୍ରେ ପେନ୍ସନଭୋଗୀ କିମ୍ବା ପରିବାର ପେନ୍ସନଭୋଗୀ ପଦ ସ୍ପଷ୍ଟ ଭାବରେ ଉଲ୍ଲେଖ କରିନଥିଲେ, ଏଥିରେ କୁହାଯାଇଛି ଯେ କମିଶନ କର୍ମଚାରୀଙ୍କ ବେତନ ଭତ୍ତା ଏବଂ ଅନ୍ୟାନ୍ୟ ସୁବିଧା ସମୀକ୍ଷା କରିବେ। ଅଷ୍ଟମ ବେତନ କମିଶନ ଅଷ୍ଟମ ସିପିସି ଅଧୀନରେ କିଏ ଅନ୍ତର୍ଭୁକ୍ତ? କମିଶନ ଅଧୀନରେ ଥିବା କର୍ମଚାରୀ କେନ୍ଦ୍ର ସରକାରଙ୍କ ଶିଳ୍ପ ଏବଂ ଅଣଶିଳ୍ପ କର୍ମଚାରୀ, ଅଖିଳ ଭାରତୀୟ ସେବାର ସଦସ୍ୟ, ପ୍ରତିରକ୍ଷା ବାହିନୀର ଯବାନ ଏବଂ ଅଧିକାରୀ, କେନ୍ଦ୍ର ଶାସିତ ଅଞ୍ଚଳ ୟୁଟିରେ କର୍ମଚାରୀ, ଭାରତୀୟ ଅଡିଟ୍ ଏବଂ ଆକାଉଣ୍ଟ ବିଭାଗର କର୍ମଚାରୀ, ସଂସଦର ଆଇନ ଦ୍ୱାରା ସୃଷ୍ଟି ହୋଇଥିବା ବୈଧାନିକ ଏବଂ ନିୟାମକ ସଂସ୍ଥାର କର୍ମଚାରୀ, ଆରବିଆଇର କର୍ମଚାରୀମାନଙ୍କୁ ବାଦ୍ ଦେଇ ସୁପ୍ରିମକୋର୍ଟ, ହାଇକୋର୍ଟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକର ଅଧ୍ୟସ୍ଥନ ଅଦାଲତର କର୍ମଚାରୀ। ବେତନ କମିଶନକୁ ସମ୍ପୂର୍ଣ୍ଣ ପେନ୍ସନ୍ ଏବଂ ଗ୍ରାଚ୍ୟୁଇଟି ବ୍ୟବସ୍ଥା ସମୀକ୍ଷା କରିବାର ଦାୟିତ୍ୱ ମଧ୍ୟ ଦିଆଯାଇଛି। ଏଥିରେ ଦୁଇଟି ବର୍ଗର ବ୍ୟକ୍ତି ବିଶେଷଙ୍କ ପାଇଁ ଲାଭ ଅନ୍ତର୍ଭୁକ୍ତ, ଯେଉଁମାନେ ଏନ୍ପିଏସ୍ ଜାତୀୟ ପେନ୍ସନ୍ ବ୍ୟବସ୍ଥା ଅଧୀନରେ ଅନ୍ତର୍ଭୁକ୍ତ। ଏହି ବ୍ୟକ୍ତି ବିଶେଷଙ୍କ ପାଇଁ ମୃତ୍ୟୁ ସହ ଅବସରପ୍ରାପ୍ତ ଗ୍ରାଚ୍ୟୁଇଟି ଡିସ୍ଚାର୍ଜ ପାଇଁ ନିୟମ ସମୀକ୍ଷା କରାଯିବ। ଯେଉଁମାନେ ଏନ୍ପିଏସ୍ ବାହାରେ ଅଛନ୍ତି, ଯେଉଁମାନଙ୍କର ପେନ୍ସନ୍ ଏବଂ ଗ୍ରାଚ୍ୟୁଇଟି ନିୟମ ପୁରୁଣା ଅଣ ଅବଦାନକାରୀ ଯୋଜନା ଦ୍ୱାରା ପରିଚାଳିତ। ସରକାର ଅଷ୍ଟମ ବେତନ କମିଶନକୁ ତାଙ୍କର ଚୂଡ଼ାନ୍ତ ସୁପାରିଶ ଦାଖଲ କରିବାକୁ 18 ମାସ ସମୟ ଦେଇଛନ୍ତି। ଏହି ରିପୋର୍ଟ କେନ୍ଦ୍ରୀୟ କର୍ମଚାରୀ ଏବଂ ଅବସରପ୍ରାପ୍ତ ବ୍ୟକ୍ତିଙ୍କ ଦରମା ଏବଂ ପେନ୍ସନ୍ ଲାଭ ଉପରେ ଭବିଷ୍ୟତ ନିଷ୍ପତ୍ତି ପାଇଁ ଆଧାର ଗଠନ କରିବ। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ନୂଆ ଅପଡେଟ୍ ବିଷୟରେ ନିଶ୍ଚିତ ଭାବରେ ଭଲ ଲାଗିଥିବ ଓ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝିଯାଇଥିବେ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ଦୟାକରି ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର ଓ କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ଏତିକି, ପୁଣି ଦେଖା ହେବ ଆଉ ଏକ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କଠାରୁ ବିଦାୟ ନେଉଛି। ରହୁଛି, ଧନ୍ୟବାଦ।